ॐ सुग्रीवमित्रं रघुराजपुत्रं वने चरन्तं शरचापहस्तं सीतापतिं नग्धजटाकलापं रामं भजे तमचिन्तरूपं श्रीराम जय राम जय जय राम जय रघुनंदन जय घनश्याम। भक्तवत्सल भगवान की जय। जन्माम श्रुतिमात्र परिमितं संसार बारंनिधिं तीर्थं गच्छन्ति दुर्जनपि परमं विष्णुपदं शाश्वतं तस्यैव स्थितिकारणं तु जगतं रामस्य भक्तप्रिया जोऽयं किङ्नु समुद्रमात्रतरणे सक्ता कथं वानरं श्रीराम जय राम जय जय राम जय रघुनंदन जय घनश्याम। श्रीराम जय राम जय जय राम जय रघुनंदन जय घनश्याम। भक्तवत्सल भगवान की जय। मर्यादा पुरुष राम नारायण की जय। शंकर भगवान की जय। कृष्ण भगवान की जय। जगन्नाथ महाप्रभु की जय। लक्ष्मण लाल जी की जय। भरत लाल जी की जय। लक्ष्मण लाल जी की जय। जनक नंदिनी सीता देवी को जय। संकट मोचन हनुमान जी की जय। झंकड़वासिनी माँ शरण को जय। स्वर्ग मध्य पाताल की जय। दशरथ गोपाल को जय। यूट्यूब कर्मकर्ता मान को जय। मोर प्रिय श्रोताबंधु मान को जय। अग्नि देवता को जय। जल देवता को जय। वस्त्र देवता को जय। पवन देवता को जय। सूर्य देवता को जय। चंद्र देवता को जय। मोर प्रिय श्रोताबंधु मान को मथल प्रणाम करी आरंभ करने को चाहूँ। ये धारावाहिक संपूर्ण रामायण कथा आपण मैंने दयाकोरी संपूर्ण शुणिबे। जदि आपण मानक भल लगे ताहले सब्सक्राइब टे करेंगे और लाइक टे करेंगे। आपण मानक अनुष्ठान आपण मैंने शुणुचंती इंद्रजित बा मेघनाथ जी मर्यादा पुरुष राम लक्षण को नागपाशर बंधन करी मेघरे मेघ सहित लुचि से मेघनाथ बानर माने जिते खोजिले भी आउ पाऊ नाहंती। बानर माने देखिए मुंड खराब भावुंट पापिष्ठार ए क्रूर इंद्रजित माया करी एभल कांड घटाई। जदि आम आगरे पड़ता आम ताकू जमभुवन को पठाई दिं। तापर मर्यादा पुरुष राम बानर मान कहले तुम्हें माने भल भाव लक्ष्य कर मेघनाथ केउठी अच्छे भल भाव खोज मोर तो करचरण चलू ना ना मु लक्ष्य पाई था। तेणु तमें मैंने खोज जो पाइब ताकू बांधिकी आणिकी मो आगे छिड़ा कराइब तापर मु तार व्यवस्था करी। स्वर्ग मत्य पाताल ये तीन पुर जाक खोज। एक कथा शुणी बानर माने हस्तरे वृक्ष आ पथर धरी पक्षी परी आकाशमंडल खोजी सारी
ମୋତେ ଭୁବନ ଖୋଜି ସାରି ପାତାଳପୁର ଖୋଜି ଖୋଜି ମେଘନାଦର ଚିହ୍ନ ବର୍ଣ୍ଣ ଆଉ କିଛି ପାଇଲେ ନାହିଁ। ସେ ତ ମେଘ ସହିତ ଲୁଚିଛି, କି ପାଇବେ କେମିତି? ଇନ୍ଦ୍ରଜିତ ବ୍ରହ୍ମାସ୍ତ୍ର ମାରି 10 ଦିଗ ଆଚ୍ଛାଦିତ କଲା। ତାପରେ ଅନ୍ଧକାର ଚାରିଆଡ଼େ ଘୁଟିଗଲା। ମାୟା ରଥରେ ବସି ଆଖି ବୁଜା ସର ମାରିଲା। ସେ ସରର ପ୍ରଭାବରେ ମର୍ଯ୍ୟାଦା ପୁରୁଷ ରାମ ଆଉ ଲକ୍ଷ୍ମଣଙ୍କର ଦେହରେ ବାଜି ଧାର ଧାର ହୋଇ ରକ୍ତ ପିଇଯାଉଥାଏ। ବାନର ସେନାଙ୍କ ଉପରେ ଶର ବାଜି କିଛି ଖଣ୍ଡିଆ ଖାବରା ହୋଇଯାଉଥାନ୍ତି, ଆଉ କିଛି ମୋହଗ୍ରସ୍ତ ବା ଅଚେତ ହୋଇଯାଉଥାନ୍ତି, ଆଉ କିଛି ଡରେ ପଳାଇ ଯାଉଥାନ୍ତି। କୋଳାହଳ ସୃଷ୍ଟି ହୋଇଗଲା। ତାପରେ ଇନ୍ଦ୍ରଜିତ କହୁଛି, ହେ ରାମ ଲକ୍ଷ୍ମଣ, ତୁ ନର ହୋଇ ବାନରକୁ ସାଙ୍ଗରେ ଧରି ଯୁଦ୍ଧ କରିବାକୁ ଏ ରାକ୍ଷସଙ୍କ ସହିତ ଆସୁଛୁ। ଜାଣିନୁ ଏ ରାକ୍ଷସଙ୍କର ବଳ ପରାକ୍ରମ? ମୁଁ କ'ଣ ବୃଦ୍ଧ ବାନର ବାଳି ହେଇଛି? ତୁ ମୋତେ ମାରିଦେବୁ? ନା ମୁଁ ଖର ତ୍ରିଶିରା ହେଇଛି, ତୁ ମୋତେ ମାରିଦେବୁ? ନା ମୁଁ ଦୂଷଣ ତାଡ଼କା ସୁବାହୁ ପରି ମୋତେ ଭାବିଛୁ, ତୁ ମୋତେ ମାରିଦେବୁ? ମୋ ସମାନ ବୀର ଏ ଜଗତରେ କେହି ନଥିବେ। ମୁଁ ଯଦି ମାୟା ପ୍ରକାଶ କରି ଯୁଦ୍ଧ କରିବି, ମୋତେ ତୁ ତ ନର ଆଉ ବାନର ଆଣିଛୁ, ମୋତେ ଦେବତାମାନେ ମଧ୍ୟ ଦେଖିପାରିବେ ନାହିଁ। ଏବେ ତୁ ଇଷ୍ଟ ଦେବତାଙ୍କୁ ସ୍ମରଣ କର। ତୁମେ ନର ବାନର ମାନେ ସମସ୍ତେ ଏ ଅଳ୍ପ ସମୟ ଭିତରେ ଯମ ନିକେତନକୁ ଯିବ। ଏତିକି କହିସାରି ଇନ୍ଦ୍ରଜିତ ବାଛି ବାଛି ଗୋଟେ ଶର ବାହାର କରି ମର୍ଯ୍ୟାଦା ପୁରୁଷ ରାମ ଲକ୍ଷ୍ମଣଙ୍କର ମର୍ମସ୍ଥାନକୁ ଶରବିଦ୍ଧ କଲା। ସେ ଶର ତେଜ ସହି ନ ପାରି ମର୍ଯ୍ୟାଦା ପୁରୁଷ ରାମ ଏବଂ ଲକ୍ଷ୍ମଣ ପଡ଼ିଗଲେ ଭୂମି ଉପରେ। ଏଭଳି ଦୃଶ୍ୟ ଦେଖି ଇନ୍ଦ୍ରଜିତ ଭାରି ଆନନ୍ଦ ହୋଇ ଶର ପ୍ରୟୋଗ କରୁଥାଏ। ପୁଣି ଇନ୍ଦ୍ରଜିତ ବାନର ସେନାମାନଙ୍କୁ ଲକ୍ଷ୍ୟ କରି ବିଭିନ୍ନ ଅସ୍ତ୍ର ଶସ୍ତ୍ର ପ୍ରୟୋଗ କରୁଥାଏ ତଥା ଗଦା, ଶକ୍ତି, ଶୂଳ, କୁନ୍ତ, ଭାଲ, ମୂଷଳକୁ ଧରି ସବୁ ସେ ଆକାଶରୁ ଥାଇକି ଫିଙ୍ଗୁଥାଏ ତାଙ୍କ ଉପରକୁ। ସେ ଅସ୍ତ୍ର ଆଘାତରେ କିଛି ବାନର ସେନା ଯମ ଭୁବନକୁ ଗଲେ। ତାପରେ ମର୍ଯ୍ୟାଦା ପୁରୁଷ ରାମ ଲକ୍ଷ୍ମଣ କଥାବାର୍ତ୍ତା ହେଉଛନ୍ତି ବଡ଼ ପାଟିରେ। ଆଜି ଆମର ପ୍ରାଣ ବୋଧେ ଚାଲିଗଲା, ନହେଲେ ଅଳ୍ପ ସମୟ ଭିତରେ ଚାଲିଯିବ। ଶ୍ରୀରାମ ନିଜ ପାଇଁ ଯେତିକି ବ୍ୟସ୍ତ ନୁହେଁ, ବେଶୀ ସୁଗ୍ରୀବ, ବିଭୀଷଣ, ଅଙ୍ଗଦ ଆଦି ବୀରମାନଙ୍କ ପାଇଁ ବ୍ୟସ୍ତ। ତାଙ୍କ ଅବସ୍ଥା ଦେଖି ମନ ଦୁଃଖ କରୁଥାନ୍ତି। କିଛି ସମୟ ପରେ ସେ ତ ଈଶ୍ୱରଙ୍କ ମାୟା, ସୁଗ୍ରୀବ, ଅଙ୍ଗଦ, ହନୁମାନ, ନଳ, ନୀଳ ବୀରମାନେ ଟିକେ ସୁସ୍ଥ ହୋଇଗଲେ। ହାତରେ ପଥର ଆଉ ବୃକ୍ଷ ଧରି ପୁଣି ଆକାଶକୁ ଡେଇଁକି ଚାଲିଗଲେ ଇନ୍ଦ୍ରଜିତକୁ ଖୋଜିବା ଉଦ୍ଦେଶ୍ୟରେ। ଖୋଜିଲେ, ସିଏ ତ ମେଘ ଭିତରେ ଲୁଚିଛି, ଆକାଶରେ ଖୋଜିଲେ କୁଆଡ଼େ ଆସିବ? ନା ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଯେଉଁଠି ଖୋଜିଲେ କୁଆଡ଼େ ଆସିବ? ତଥାପି ଆଉ ଖୋଜି ଖୋଜିକି ପାଇଲେ ନାହିଁ। ରାକ୍ଷସଙ୍କ ମାୟା ରାକ୍ଷସ ଜାଣନ୍ତି। ବିଭୀଷଣ ନିରୀକ୍ଷଣ କରି ଦେଖିଲା ମାୟା ରଥରେ ଇନ୍ଦ୍ରଜିତ ବସିକି
ଯୁଦ୍ଧ କରୁଛି, ଶର ପ୍ରୟୋଗ କରୁଛି। ତାପରେ ମର୍ଯ୍ୟାଦା ପୁରୁଷ ରାମ ଲକ୍ଷ୍ମଣଙ୍କ ଚାରିପଟେ ଘେରିକି ବୀର ଯେତିକି ହନୁମାନ ସହିତ ଯେତିକି ବୀର ଆଉ ବାନର ସେନାମାନେ ବସିକି ବହୁତ କାନ୍ଦିଲେ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆପଣମାନେ ଶାସ୍ତ୍ର ନିଶ୍ଚିତ ଭାବରେ ଶୁଣିଥିବେ, ଯେତିକି ନାରାୟଣଙ୍କ ଅଂଶଧାରୀ ଦେବତାମାନେ ତଥା ନାରାୟଣ, ଶ୍ରୀରାମ, କୃଷ୍ଣ ଭଗବାନ, ଜଗନ୍ନାଥ ମହାପ୍ରଭୁ, ଏମାନେ ମାୟାର ଭଣ୍ଡାର। ଆପଣମାନେ ଅଳ୍ପ ସମୟ ପୂର୍ବରୁ ପ୍ରସଙ୍ଗରେ ଶୁଣୁଥିଲେ ଶ୍ରୀରାମ ଲକ୍ଷ୍ମଣ କଥାବାର୍ତ୍ତା ହେଉଛନ୍ତି। ଆମ ଦୁଇ ଜଣଙ୍କର ପ୍ରାଣ ଚାଲିଗଲା ବା ବର୍ତ୍ତମାନ ଅଳ୍ପ ସମୟ ଭିତରେ ଚାଲିଯିବ। ଏଇ କଥାଟି ମାୟା କଥା, ପ୍ରକୃତ କଥା ନୁହେଁ। ତାଙ୍କୁ କିଏ ମାରିବ? ତାଙ୍କର ଯେତେବେଳେ ସମୟ ହେବ ସେ ନିଜ ଇଚ୍ଛାରେ ଦେହତ୍ୟାଗ କରନ୍ତି। ଅନ୍ୟମାନଙ୍କୁ ଶୁଣିବା ଉଦ୍ଦେଶ୍ୟରେ କହୁଥାନ୍ତି। ଇନ୍ଦ୍ରଜିତ ଏ କଥା ଶୂନ୍ୟରେ ଥାଇ ରାମ ଲକ୍ଷ୍ମଣଙ୍କ କଥା ଶୁଣିକି ବହୁତ ଆନନ୍ଦ ହୋଇଗଲା। ତାର ସୈନ୍ୟମାନଙ୍କୁ କହିଲା, ରାମ ଲକ୍ଷ୍ମଣଙ୍କ ଜୀବନ ତ ଗଲାଣି, ତୁମେମାନେ ଆଉ କାହିଁକି ରହିବ ଏଠି? ମୋତେ ତ ନିଅଣ୍ଟ, ଆଉ ତୁମେମାନେ ଲଙ୍କାପୁରକୁ ଯାଅ। ଏକଥା କହି ପୁଣି ତଳକୁ ଚାହିଁଲା ଇନ୍ଦ୍ରଜିତ। ଦେଖିଲା ଆହୁରି କେତେ ବାନର ସେନା, ହନୁମାନ ଆଦି ବୀରମାନେ ସବୁ ଭଲ ଅବସ୍ଥାରେ ଅଛନ୍ତି। କହୁଛି ଏଗୁଡ଼ା କ'ଣ ଭଲ ବାନର ଭଳି ଦେଖାଯାଉଛନ୍ତି? ଏଥର ଗଣିକି ସର ମାରିମି। ଏମାନେ ତ ପୁରା ଟାଣୁଆ, ଏତେ ସର ମାରିନି। ଏଗୁଡ଼ା କ'ଣ ଫେରେ କ'ଣ ଏଇ ଚଳପ୍ରଚଳ କଲେଣି? ଏମାନେ ସବୁ ବୀର ତ, ଏମାନଙ୍କର ବଳ ବହୁତ ଅଧିକା। ଏକଥା ମନ ମଧ୍ୟରେ ଚିନ୍ତା କରି ହନୁମାନଙ୍କୁ 10ଟା ସର, ଅଙ୍ଗୁତକୁ 20ଟା, ଜାମ୍ବବଙ୍କୁ 5ଟା, ସୁଗ୍ରୀବଙ୍କୁ 12ଟା, ଆଉ ଯେତିକି ସର ଥିଲା ସମସ୍ତଙ୍କୁ ଗୋଟିଏ ଲେଖାଏଁ ସର ମାରିକି ସାରିକି କହିଲା, ତୁମେ ନରବାନର ମାନେ ହସି ହସି କହୁଛି ଆନନ୍ଦରେ, ଲଙ୍କାକୁ ମରିବାକୁ ଆସିଥିଲ, ପାଇଗଲ ଫଳ। ଏତିକି କହି ଇନ୍ଦ୍ରଜିତ ଗର୍ଜନ କରି ଆନନ୍ଦ ମନରେ ଲଙ୍କାପୁରକୁ ଗଲା। ରାକ୍ଷସମାନେ ଇନ୍ଦ୍ରଜିତକୁ ଦେଖିକି ଆର ଖୁସି ଜାଣିକି ମନୋଭାବ, ସେ କହିଲେ ଇଏ ଆଜି ଜୟ କରିକି ଆସିଛି ଆଉ। ସମସ୍ତେ ଧନ୍ୟବାଦ ଦେଲେ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଇନ୍ଦ୍ରଜିତ ଚାଲିଯିବା ପରେ ରାଜା ସୁଗ୍ରୀବ ମର୍ଯ୍ୟାଦା ପୁରୁଷ ରାମଙ୍କ ପରିସ୍ଥିତି ଦେଖି ବହୁତ କାନ୍ଦିଲେ। ବିଭୀଷଣ ଆସି ବହୁତ ବୁଝାଇଲେ, ଯୁଦ୍ଧ କାଳରେ ଜୟ ପରାଜୟ ଏମିତି ହୁଏ, ସେଥିପାଇଁ ଅସ୍ଥିର ହେବା ଉଚିତ ନୁହେଁ। ଧର୍ମରେ ଯାହାର ମତି ଥାଏ ତାକୁ କେହି ଦଣ୍ଡ ଦେଇପାରେ ନାହିଁ। ଏ ସମୟରେ ତୁମେ ଯଦି କାନ୍ଦିବ, ବାନରମାନେ ଦୁର୍ବଳ ହୋଇଯିବେ। ତୁମେ ଭାବୁଥିବ ପ୍ରଭୁଙ୍କର ପ୍ରାଣ ନାହିଁ, ସେ ପରା ମାୟାଧର, ଟିକିଏ ମୋହଗ୍ରସ୍ତ ହୋଇଥିବେ ଏବଂ ଟିକିଏ ନାଗପାଶରୁ ମୁକ୍ତ ହୋଇଗଲେ ସବୁ ଠିକଠାକ୍ ହୋଇଯିବ। ସେଥିପାଇଁ କ'ଣ ବ୍ୟବସ୍ଥା କରିହେବ ଚିନ୍ତା କର। ମୁଁ ଯାଉଛି ସୈନ୍ୟମାନେ କିପରି ଅଛନ୍ତି ଦେଖେ, ତାଙ୍କ ପରିସ୍ଥିତି ଦେଖେ। ବିଭୀଷଣଙ୍କ କଥା ଶୁଣି ସୁଗ୍ରୀବ ଟିକେ ଆଶ୍ୱସ୍ତି ଲାଭ କରି ଶ୍ରୀରାମଙ୍କ ପାଖରେ ଯାଇ ବସିଲେ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଇନ୍ଦ୍ରଜିତ ଆନନ୍ଦ ମନରେ ଯାଇ ରାବଣକୁ
ପ୍ରଣାମ କରି କହିଲା, ମୁଁ ଆଜି ଯୁଦ୍ଧରେ ଜୟ ଲାଭ କରି ରାମ ଲକ୍ଷ୍ମଣକୁ ମାରି ଦେଇକି ଆସିଲି। ତାପରେ ବାନରମାନେ ବି ଶେଷ କହୁଛି ରାବଣକୁ। ତାପରେ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ଯୁଦ୍ଧ ବିଷୟରେ ରାବଣକୁ ସବୁ ବୁଝେଇକି କହିଲା। ରାବଣ ଶୁଣିକି ବହୁତ ଆନନ୍ଦିତ ହୋଇ ଇନ୍ଦ୍ରଜିତକୁ ଆଲିଙ୍ଗନ କଲା। ଏ କଥା ପ୍ରଜାମାନେ କିଛି ବସିଥିଲେ, ଅସୁର ଅସୁରୁଣୀ ଯିବା ଆସିବା କରୁଥିଲେ। ଶୁଣିକି ଇନ୍ଦ୍ରଜିତକୁ ବହୁତ ପ୍ରଶଂସା କରିବା ସହିତ ବହୁତ ଆନନ୍ଦିତ ମଧ୍ୟ ହେଲେ। ଆଉ କିଛି ରାକ୍ଷସ କହିଲେ, ଧନ୍ୟରେ ଇନ୍ଦ୍ରଜିତ, ତୁ ଠିକ୍ ବାପର ପୁଅ, ତୋ ପରି ପୁତ୍ର ଏ ଜଗତରେ କେହି ନଥିବେ। ଆଉ କିଛି ରାକ୍ଷସ କହିଲେ, ତୁଚ୍ଛାଟାରେ ବିଭୀଷଣ ରାମ ପାଖକୁ ଗଲା ନା, ଆଉ ରାମ ତ ମଲା, ବିଭୀଷଣ ସେଇଠି ମରିବ, ଆଉ ତାର ମୁହଁ ଅଛି ନା ଲଙ୍କାକୁ ଆସିବ। ତାପରେ ଶ୍ରୋତା ବନ୍ଧୁ, ଅସୁରୁଣୀଙ୍କ କଥା ଶୁଣନ୍ତୁ। ଯେମିତି ଗୋଟେ ବଡ଼ ଆକାରରେ ମିଟିଂ ହୁଏ, ବେଶୀ ଲୋକ ରୁଣ୍ଡ ହୁଅନ୍ତି, ସେଇ ରକମ ମିଟିଂ ଭଳିଆ ଚାଲିଛି। ଶହ ଶହ ଅସୁର କାମଧନ୍ଦା ଛାଡ଼ିକି ଆନନ୍ଦ ମନରେ ସବୁ ଆସିଛନ୍ତି। ତାଙ୍କ ମନରେ ଅପୂରନ୍ତ ଆନନ୍ଦ। ସମସ୍ତେ ଆସିକି ରାଜଦାଣ୍ଡରେ ତାଙ୍କର ଯୁକ୍ତିତର୍କ ଚାଲିଛି। କିଏ କହୁଛି ଆଜି କ'ଣ ହୋଇଛି କି, ରାଜଦାଣ୍ଡରେ ଆଜି କ'ଣ ପୁରା ଫୁଲ, ଆଉ ପାଦ ପକାଇବାକୁ ଜାଗା ନାହିଁ। କିଛି ଅସୁରୁଣୀ କହୁଛନ୍ତି ଆଜି ଇନ୍ଦ୍ରଜିତ ରାମ ଲକ୍ଷ୍ମଣକୁ ମାରି ଦେଇକି ଆସିଛି। ସେ ଯେଉଁ ଲଙ୍କା ପୋଡ଼ାଟାକୁ ମାରିଛି କି ନାହିଁ କେଜାଣି। ଆଉ କିଛି କହୁଛନ୍ତି ଯେଉଁ ରାମ ଗୋଟେ ସରରେ 7 ତାଳ ଗଛକୁ ଫୁଟେଇ ଦେଇଥିଲେ, ଗୋଟିଏ ସରରେ ବାଳିବୀର ଭଳିଆ ବୀରକୁ ମାରି ଦେଇଥିଲେ, ଆଉ ଗୋଟିଏ ସରରେ ଖରଦୂଷଣ ସହିତ 14,000 ସୈନ୍ୟ ମାରି ଦେଇଥିଲେ, ସେଇ ରାମ ଲକ୍ଷ୍ମଣକୁ ଆଜି ଇନ୍ଦ୍ରଜିତ ନାଗ ଫାଶରେ ବାନ୍ଧିକି ତାପରେ ମାରି ଦେଇକି ଆସିଛି। ଆଉ ସେ ଘର ପୋଡ଼ାଟା ଯଦି ବଞ୍ଚିଥିବ ଥାଉ, ସିଏ ଏକୁଟିଆ କ'ଣଟେ କରିବ। ଆଉ ଗୋଟେ ଅସୁରୁଣୀ କହୁଛି, ସଖୀ, ସେ ଘର ପୋଡ଼ାଟା ଯଦି ଥିବ, ସହସ୍ର ରାବଣ ସହସ୍ର ଇନ୍ଦ୍ରଜିତ ହେଲେ ମଧ୍ୟ ତା ସମାସ୍କନ୍ଦ କେହି ହେବେନି। ସେ ଘର ପୋଡ଼ା ବୁଦ୍ଧି ତୁ ଜାଣିନୁ। ସେ ଯେକୌଣସି ଉପାୟରେ ରାମ ଲକ୍ଷ୍ମଣକୁ ବଞ୍ଚେଇ ଦେବ। ସେ ଘର ପୋଡ଼ା ଜୀବନରେ ଥିବା ପର୍ଯ୍ୟନ୍ତ ଜାଣିଥା, ଏ ଲଙ୍କାକୁ ଆଉ ଭଲ ଗତି ନାହିଁ। ସବୁବେଳେ ଅଶୁଭ ଘଟେଇ ସେ ଚାଲିବ। ଯିଏ ରାବଣର ସ୍ୱର୍ଣ୍ଣ ଲଙ୍କାକୁ ଭାଙ୍ଗିକି ପୋଡ଼ିଦେଲା, ସିଏ ଯଦି ବଞ୍ଚିଥିବ, ଏ ବାପ ପୁଅ ରାମଠାରୁ ହାରିକି ମରିବେ ଆଉ କ'ଣ। ଏକଥା ଭଲ ଭାବରେ ଜାଣିଥା। ତାପରେ ସୀତା ବନ୍ଧୁ, ଦୁଷ୍ଟ ରାବଣ ନିରୋଳାରେ ବସି ଚିନ୍ତା କରୁଛି। ଇନ୍ଦ୍ରଜିତ ହାତରେ ତ ରାମ ଲକ୍ଷ୍ମଣ ତ ମଲେ। ଏକଥା ଶୁଣି ସୀତା ଆଉ କ'ଣ କରିବ? ଆତ୍ମହତ୍ୟା କରିବ ନା ମୋତେ ରାଜି ହେଇଯିବ? ଏକଥା ରାବଣ ଭାବୁଛି। ମୁଁ ଯଦି ସୀତାକୁ ନେଇକି କୌଣସି ପ୍ରକାରେ ରାମ ଲକ୍ଷ୍ମଣଙ୍କ ମରିବା କଥା କହିବି, ସେ ମୋତେ କହିବ ତୁ ଘର ବୁଢ଼ାଟା ମିଛ କହୁଥିବୁ। ତେଣୁ ଗୋଟେ ଉପାୟ କଲେ ଭଲ ହୁଅନ୍ତା। ସୀତାଙ୍କୁ ନେଇକି ରାମ ଲକ୍ଷ୍ମଣକୁ ଯେଉଁଠି ପଡ଼ିଛନ୍ତି ଦେଖାଇ ଆଣିଲେ ଭଲ ହୁଅନ୍ତା। ନିଜ ସ୍ୱଚକ୍ଷୁରେ ଦେଖନ୍ତା, ଆଉ ଦେଖିଲା ପରେ ବିଶ୍ୱାସ କରନ୍ତା, ଆଉ ଯିବ କୁଆଡ଼େ। ଏକଥା ଭାବି ଅଶୋକ ବନକୁ ଗଲା। ସୀତାଙ୍କୁ ଯେଉଁ ଅସୁରୁଣୀ ରାବଣ ଜଗେଇଥିଲା, ତାଙ୍କୁ ଡାକିକି କହିଲା, ମୋ ପୁତ୍ର ଇନ୍ଦ୍ରଜିତ ଆଜି ମହାଯୁଦ୍ଧ କରି
ରାମ ଲକ୍ଷ୍ମଣ ଦୁହିଁଙ୍କୁ ମାରି ପକାଇଲା। ସେଥିପାଇଁ ତୁମେ ସୀତାଙ୍କୁ ନେଇ ପୁଷ୍ପକ ଅଦାନରେ ବସି ଦେଖେଇ ଆଣ। ନିଜେ ସୀତା ରାମ ଲକ୍ଷ୍ମଣଙ୍କ ମରଣ ସ୍ୱଚକ୍ଷୁରେ ଦେଖିଲେ ନିଶ୍ଚିତ ଭାବରେ ମୋତେ ରାଜି ହେବ, ଆଉ ଯିବ କୁଆଡ଼େ। ରାବଣ କହିବା କଥା ଅସୁରୀମାନଙ୍କୁ ମନକୁ ପୁରା ପାଇଗଲା। ଜଣିଏ ସିନା ବିଭୀଷଣଙ୍କ କନ୍ୟା ସୀତା ଦେବୀଙ୍କର ପ୍ରିୟ, ଆଉ ଇଏ ତ ସବୁ ରାବଣ ସପଟରେ, ଆଉ ପୁରା ଆନନ୍ଦ ହେଇଗଲେ। ସଙ୍ଗେ ସଙ୍ଗେ ଯାଇ ପୁଷ୍ପକ ଦାନରେ ବସିକି ଆସିକି ସୀତାଙ୍କ ପାଖରେ ପହଞ୍ଚି କହିଲେ, ଗୋ ସୀତେ, ଏ ପୁଷ୍ପକ ଦାନରେ ବସ। ରାଜାଙ୍କ ଆଦେଶରେ ପତିଦେବରଙ୍କୁ ଟିକେ ଦର୍ଶନ କରିକି ଆସ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆଜି ଏତିକିରେ ଥାଉ। ଆପଣମାନଙ୍କ ଅନୁଗ୍ରହ ଯଦି ଥିବ ଏ ଦାସ ଉପରେ, ଆପଣମାନେ ଆଗାମୀ ଅଧ୍ୟାୟରେ ଶୁଣିବେ। ସେଇ ରାମ ନାରାୟଣ ଆପଣମାନଙ୍କର ସଦା ସର୍ବଦା ମଙ୍ଗଳ କରନ୍ତୁ। ଇଏ ଧାରାବାହିକ ରାମାୟଣ କଥା ଆପଣମାନେ ଥରେ ନୁହେଁ, ଇଏ 9 ଦିନେ ନୂଆ, ଯେତେବେଳେ ଶୁଣିବେ ନୂଆ ନୂଆ ଲାଗିବ। ଥରକ ଜାଗାରେ 10 ଥର ଶୁଣିଲେ ବି କିଛି ଅସୁବିଧା ନାହିଁ। ଆପଣମାନେ ପ୍ରତ୍ୟହ ସବୁଦିନ ଶୁଣିବେ, ଦରଖଣ୍ଡିଆ କରିକି ଶୁଣିବେ ନାହିଁ। ତାପରେ ଯଦି ଆପଣମାନଙ୍କୁ ଭଲ ଲାଗେ ତାହେଲେ ସବସ୍କ୍ରାଇବ୍ଟିଏ କରିବେ ଆଉ ଲାଇକ୍ଟିଏ କରିଦେବେ। ଶ୍ରୀ ରାମ ନାରାୟଣ ଆପଣମାନଙ୍କୁ ସଦା ସର୍ବଦା ଭଲ ରଖନ୍ତୁ, ତଥା ଆପଣମାନଙ୍କ ପରିବାର, ପିଲାମାନେ, ଗୁରୁଜନ ସମସ୍ତଙ୍କୁ ଶ୍ରୀ ରାମ ନାରାୟଣ ଭଲ ରଖନ୍ତୁ। ଆପଣଙ୍କ ସହିତ ଏ ବିଶ୍ୱରେ ଯେତେ ନର ନାରୀ, ପିଲା ବାଳକ, ମୋର ଗୁରୁଜନ ଅଛନ୍ତି, ସମସ୍ତଙ୍କୁ ଶ୍ରୀ ରାମ ନାରାୟଣ ଭଲ ରଖନ୍ତୁ। ତାଙ୍କ ସହିତ ଏ ବିଶ୍ୱରେ ଯେତେ ପଶୁପକ୍ଷୀ, କୀଟପତଙ୍ଗ ପର୍ଯ୍ୟନ୍ତ ଯେତେ ଅଛନ୍ତି ଜୀବଜନ୍ତୁ, ସମସ୍ତଙ୍କୁ ଶ୍ରୀ ରାମ ନାରାୟଣ ଭଲ ରଖନ୍ତୁ। ମର୍ୟାଦା ପୁରୁଷ ରାମ ନାରାୟଣଙ୍କୁ ନମସ୍କାର କରି, ଶଙ୍କର ଭଗବାନଙ୍କୁ ନମସ୍କାର କରି, କୃଷ୍ଣ ଭଗବାନଙ୍କୁ ନମସ୍କାର କରି, ଜଗନ୍ନାଥ ମହାପ୍ରଭୁଙ୍କୁ ନମସ୍କାର କରି, ଝଙ୍କଡ଼ବାସିନୀ ମା ଶାରଳାଙ୍କୁ ନମସ୍କାର କରି, ସଙ୍କଟମୋଚନ ହନୁମାନଙ୍କୁ ନମସ୍କାର କରି, ସୂର୍ଯ୍ୟମର୍ତ୍ତ ପାତାଳକୁ ନମସ୍କାର କରି, ଦଶ ଦିଗପାଳମାନଙ୍କୁ ନମସ୍କାର କରି, ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର କରି, ଅଗ୍ନି ଦେବତାଙ୍କୁ ନମସ୍କାର କରି, ଜଳ ଦେବତାଙ୍କୁ ନମସ୍କାର କରି, ବସୁଧା ଦେବତାଙ୍କୁ ନମସ୍କାର କରି, ପବନ ଦେବତାଙ୍କୁ ନମସ୍କାର କରି, ସୂର୍ଯ୍ୟ ଦେବତାଙ୍କୁ ନମସ୍କାର କରି, ଚନ୍ଦ୍ର ଦେବତାଙ୍କୁ ନମସ୍କାର କରି, ଏ ଅଧମ ଆଜି ବିଦାୟ ନେଉଛି। ଶେଷରେ ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ମଧୁରତା ପ୍ରଣାମ କରି ବିଦାୟ ନେଉଛି। ଜୟ ଶ୍ରୀରାମ।